ଆଜି ସକାଳେ ସକାଳେ ଗୋଟେ ଘରେ କାଣ୍ଡ ଘଟେଇ ଦେଇଥିଲେ। ସୁନା କାନଫୁଲଟି କୋଉଠି ଭାଙ୍ଗି ଖସି ପଡ଼ିଥିଲା। କେହି ନ ପାଇବାରୁ ସ୍ୱାମୀ ପାଇ ଏଠି ହାତରେ ଦେଇଥିଲେ। ସେଇ ଖୁସିରେ ମୁଁ ଚାଲେ ଆଜି ଟିକେ ସ୍କିନ୍ର ଯତ୍ନ ନେବା ପାଇଁ ହଳଦୀ, ବେସନ, ମହୁ, ଚାଉଳ ଗୁଣ୍ଡି ପକାଇ ସୁନ୍ଦର ଭାବରେ ପ୍ୟାକଟେ ବନେଇ ଦେଇଥିଲି। ଉପରେ ଇନଭର୍ଟର ତାର ମୂଷା କାଟିଥିଲା, ସେଥିପାଇଁ ସ୍ୱାମୀ ଉଠି ତାକୁ ସଜଡ଼ା ସଜଡ଼ି କରୁଥିଲେ। ଦ୍ୱିପହର ଖାଇବାରେ ଆଜି ଗୁରୁବାର ଥିଲା ବୋଲି ଡାଲି, ଆଳୁ ଚଟଣି, ଗିମା ତରକାରୀ ଆଉ ସବୁ ପରିବା ପକାଇ ଭଜାଟେ ଭାଜିଥିଲି। ଆମ୍ବୁଲ ଦଳି ଆମ ଘର ଲୋକ ସମସ୍ତେ ଭିଡ଼ିଓ କଲ୍ କରିଥିଲେ। ସେମାନଙ୍କୁ ଦେଖି ଦେଖି ଗଣ୍ଡାଏ ଭାତ ଖାଇ ଦେଇଥିଲି। ତାପରେ ମା ପୁଅ ଚାଲିଲୁ ଟିକେ ଶୋଇବା ପାଇଁ। ପୁଅକୁ ଶୋଇ ଦେଇ ମୁଁ ଚାଲିଲି ପାର୍ଲର। ଆସିଲା ପରେ ରାତିରେ ଆମ ଘରେ ତ 4 ଜଣ ପ୍ରାଣୀ, ସମସ୍ତଙ୍କର ମତ ଅଲଗା ଅଲଗା। ଆଜି ଶାଳୀ ଭିଣୀଙ୍କର ଇଚ୍ଛା ହେଇଥିଲା ଟିକେ ଛୋଲେ ବଟୁରେ ଖାଇବା ପାଇଁ, ସେଥିପାଇଁ ମୁଁ ଚାଲିଲି ଫଟାଫଟ ସେସବୁ ବନେଇବା ପାଇଁ। ଏଠି ତରକାରୀ ବନେଇବା ପାଇଁ ମୁଁ ଏଠି ସବୁ ଗରମ ମସଲାକୁ ଗୁଣ୍ଡି କରିନେଇଥିଲି। କଡ଼େଇରେ ତେଲ, ପିଆଜ ଏସବୁ ପକାଇ ସେଥିରେ 2ଟି ଟମାଟୋକୁ କାଟି ଦେଇଥିଲି। ଭଜା ରଖିଥିବା ମସଲାକୁ ତା ଭିତରେ ଦେଇ ଛୁଙ୍କ ଦେବା ପାଇଁ ଏଠି ରସୁଣ, ପିଆଜ, କଞ୍ଚା ଲଙ୍କା ଆଉ କିଛି ମେଥି ପତ୍ରକୁ ଦେଇ ତାକୁ ଭଲ ଭାବରେ ତରକାରୀରେ ଛୁଙ୍କ ଦେଇ ଦେଇଥିଲି। ପ୍ରଥମେ ନେଇ ସେସବୁ ନେଇ ସ୍ୱାମୀଙ୍କୁ ଖାଇବା ପାଇଁ ଦେଲେ। କେମିତି ହେଇଛି ପଚାରିବାରୁ କହିଲେ ଟେଷ୍ଟି ହେଇଛି ବୋଲି। ଆପଣମାନେ ସବସ୍କ୍ରାଇବ୍ କଲେ ମୁଁ ଖୁସି ହେଇଯିବି।